ଏଇଟା ଯୋଉ ଧର୍ମଶାଳା ବିଧାୟକ ଗାଡ଼ିରେ ଆସୁଥିଲା ବେଳେ ତାଙ୍କ ଉପରେ ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିବାର ଅଭିଯୋଗ କରିଥିଲେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀ। ତା ଉପରେ ବିଏନ୍ଏସ୍ ଭାରତୀୟ ନ୍ୟାୟ ସଂହିତା 189(2), 191(1), 126(2), 296, 115(2), 109, 324(5), 351(2), 132, 121(1), 221, 303(2) ଏବଂ 190 ବିଏନ୍ଏସ୍ ଅନୁସାରେ କେସ୍ ମାମଲା ରୁଜୁ ହୋଇଛି। 30 ଜଣ ବ୍ୟକ୍ତିଙ୍କ ନାମରେ ହେଇଛି ଏବଂ କିଛି ଆଉ ଅନନୋନ୍ ପର୍ସନ ଅଛନ୍ତି। ଏବଂ ଏହି ଘଟଣାଟି ଘଟିଥିଲା 20/11/2024 ସନ୍ଧ୍ୟା 6:30 ସମୟରେ ତାଙ୍କ ପିଏସ୍ଓ ଯାଜପୁର ସଦର ଥାନାରେ ଏତଲା ଦେଇଥିଲେ। ଏହି ଏତଲା ଭିତ୍ତିରେ ସେମାନଙ୍କୁ ଗିରଫ କରାଯାଇଥିଲା। ମାନ୍ୟବର ଏସ୍ଡିଜେଏମ୍ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ସେମାନେ ମାନ୍ୟବର ଜିଲ୍ଲା ଜଜଙ୍କ କୋର୍ଟରେ ଜାମିନ ଦରଖାସ୍ତ କରିଥିଲେ। 3 ଗୋଟି ଜାମିନ ଦରଖାସ୍ତ ଫାଇଲ ହୋଇଥିଲା। ଗୋଟେ BL APL 579/24 ଯେଉଁଥିରେ କି 3 ଜଣ ଆସାମୀ ଥିଲେ ଏବଂ BL APL ନମ୍ବର 581/24 ଯେଉଁଥିରେ ଜଣେ ଥିଲେ ଏବଂ BL APL ନମ୍ବର 560/24 ଯେଉଁଥିରେ 10 ଜଣ ଆସାମୀ ଥିଲେ। ସେମାନଙ୍କର ଏଇ ମକଦ୍ଦମାଟିକୁ ଯାଜପୁର ପୋଲିସ ତଦନ୍ତ କରୁଥିବା ସମୟରେ ଏହା କ୍ରାଇମ ବ୍ରାଞ୍ଚକୁ ଟ୍ରାନ୍ସଫର କରାଯାଇଥିଲା ରାଜ୍ୟ ସରକାରଙ୍କର ଆଦେଶ ବଳରେ ଏବଂ କ୍ରାଇମ ବ୍ରାଞ୍ଚ ଏ କେସ୍ଟିକୁ ତଦନ୍ତଟିକୁ ହାତକୁ ନେଇଥିଲେ। ତାଙ୍କର ଏବଂ ଯେଉଁ ଗତ ତାରିଖ ଏ କେସ୍ରେ ଥିଲା ସେଦିନ କ୍ରାଇମ ବ୍ରାଞ୍ଚ ମାନ୍ୟବର କୋର୍ଟଙ୍କୁ ପ୍ରେୟାର କରିଥିଲେ, ସମୟ ମାଗିଥିଲେ କେସ୍ ଡାଏରୀ ଦେବା ପାଇଁ ଏବଂ ମାନ୍ୟବର ଜିଲ୍ଲା ଜଜ୍ ଗତକାଲିକୁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ଗତକାଲି ମଧ୍ୟ ସେମାନେ କେସ୍ ଡାଏରୀ କ୍ରାଇମ ବ୍ରାଞ୍ଚ ଦେଇ ନ ପାରିବାରୁ ସରକାରଙ୍କ ତରଫରୁ ସେ ମଧ୍ୟ କାଲି ଗୋଟେ ଟାଇମ୍ ପ୍ରେୟାର କରିଥିଲେ ଏବଂ ସରକାରଙ୍କ ତରଫରୁ ମାନ୍ୟବର ଜିଲ୍ଲା ଜଜ୍ଙ୍କ ନିକଟରେ ସମୟ ପାଇଁ ପ୍ରେୟାର କରାଯାଇଥିଲା। ଜିଲ୍ଲା ଜଜ୍ ସେଇ 3 ଗୋଟି ବେଲ୍ ଆପ୍ଲିକେସନକୁ ଆଜିକି ରଖିଥିଲେ ଏବଂ ଦିନ 11:15-20ରେ ଜାମିନର ଶୁଣାଣି ହୋଇଥିଲା ଏବଂ କ୍ରାଇମ ବ୍ରାଞ୍ଚ ମଧ୍ୟ ଆଜି ଆଉ ଗୋଟିଏ ଟାଇମ୍ ପିଟିସନ୍ ଫାଇଲ୍ କରିଥିଲେ। କିନ୍ତୁ ଯେହେତୁ ଅଧିକ ଟାଇମ୍ ଆଉ ଦିଆଯିବ ନାହିଁ ବୋଲି ମାନ୍ୟବର କୋର୍ଟ ପ୍ରକାଶ କଲେ, ତେଣୁ ସରକାରଙ୍କ ତରଫରୁ କୁହାଯାଇଥିଲା ଯେ ପୋଷ୍ଟ ଲଞ୍ଚ ସେସନରେ କେସ୍ ଡାଏରୀ ପ୍ରଡ୍ୟୁସ୍ କରାଯିବ। ସେହି ଅନୁସାରେ କ୍ରାଇମ ବ୍ରାଞ୍ଚ ପୋଷ୍ଟ ଲଞ୍ଚ ସେସନରେ କେସ୍ ଡାଏରୀ ପ୍ରଡ୍ୟୁସ୍ କରିଥିଲେ ଏବଂ କ୍ରାଇମ ବ୍ରାଞ୍ଚର ଜଣେ ସ୍ପେଶାଲ ପ୍ରସିକ୍ୟୁଟର ମଧ୍ୟ ଆଜି କେସ୍ରେ ଆସି ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରିଥିଲେ ଜାମିନ ନ ଦେବା ପାଇଁ, ଜାମିନକୁ ବିରୋଧ କରି ଏବଂ ଉଭୟ ପକ୍ଷଙ୍କର ଯୁକ୍ତି ମାନ୍ୟବର ଜଜ୍ ଶୁଣିଲା ପରେ ଆଜି ସେମାନଙ୍କୁ ଆସାମୀମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏବଂ ଜାମିନ ପ୍ରଦାନର ସର୍ତ୍ତ ହେଉଛି ଯେ 2 ଜଣ ଜାମିନଦାର 50,000 ଟଙ୍କାର ସିକ୍ୟୁରିଟି ବଣ୍ଡ ଦେଇ ପ୍ରତ୍ୟେକ ଆସାମୀଙ୍କ ପାଇଁ 2 ଜଣ ଜାମିନଦାର 50,000 ରୁପିଜ୍ ସିକ୍ୟୁରିଟି ଦେଇ ଜାମିନରେ ବାହାରିବେ ଏବଂ ଆଉ ଗୋଟେ ସର୍ତ୍ତ ସେଥିରେ ରହିଛି, ଜଣେ ଜାମିନଦାର ନିଶ୍ଚିତ ଭାବରେ ଆସାମୀମାନଙ୍କର ରକ୍ତ ସମ୍ପର୍କ ହୋଇଥିବା ଆବଶ୍ୟକ। ଆଉ ଏହାପରେ 3ଟି ସର୍ତ୍ତ ରଖିଛନ୍ତି। ଗୋଟେ ସର୍ତ୍ତ ଅଛି ବେଲ୍ ସମୟ ଥିଲାବେଳେ କୌଣସି ଆସାମୀ ଏଭଳି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ ନାହିଁ। ଦ୍ୱିତୀୟ ସର୍ତ୍ତ ରହିଛି ଆସାମୀମାନେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ତୃତୀୟ ସର୍ତ୍ତ ରହିଛି ଯେ ତଦନ୍ତ ଅଧିକାରୀ ତଦନ୍ତ ସମୟରେ ଯେତେବେଳେ ଚାହିଁବେ ଯାଇକି ଆସାମୀମାନେ ତାଙ୍କ ପାଖରେ ହାଜର ହେବେ। ଏଇ 3 ଗୋଟି ସର୍ତ୍ତରେ
ତାଙ୍କୁ ଜାମିନ ଆଦେଶ ଆଜି ହୋଇଛି। ଏମିତି ବର୍ତ୍ତମାନ ମୋର ଖବର ନାହିଁ। ଏଟା ବର୍ତ୍ତମାନ ହେଉଛି ତାଙ୍କର ଜିଲ୍ଲା ଜଜଙ୍କ କୋର୍ଟରେ କେବଳ ଜାମିନ ଦରଖାସ୍ତ ହୁଏ ଏବଂ ଜିଲ୍ଲା ଜଜ୍ ସେମାନେ ଯଦି ତାଙ୍କର ବେଲ୍ ବଣ୍ଡ ଫାଇଲ୍ କରିବେ ଏବଂ ସର୍ତ୍ତ ସହିତ ଯେଉଁ ବେଲ୍ ବଣ୍ଡ ସିକ୍ୟୁରିଟି ଫର୍ମ ଫାଇଲ୍ କରିବେ ସେମାନେ ବାହାରି ପାରିବେ ଏଇ ଘଟଣାରେ ଏଇ କେସ୍ରେ ଘଟଣା ହେଇରେ ସେମାନଙ୍କର ଜାମିନ ହେଇଛି।